ନମ୍ବର 1 ଛୋଟ ପିଲାଙ୍କ ପାଇଁ ବନ୍ଦ ହେବ କି ଇନ୍ଷ୍ଟା ଓ ଫେସବୁକ୍? ସୋସିଆଲ ମିଡ଼ିଆରେ ପିଲାମାନଙ୍କ ସୁରକ୍ଷାକୁ ନେଇ ସାରା ବିଶ୍ୱରେ ଏତେ ଚିନ୍ତା ବଢ଼ିବାରେ ଲାଗିଛି। ଇନ୍ଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ପ୍ଲାଟଫର୍ମ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ ଅନେକ ଦେଶ ବୟସ ସୀମା ନିର୍ଦ୍ଧାରଣ କରି କଠୋର ଆଭିମୁଖ୍ୟ ଗ୍ରହଣ କଲେଣି। ବର୍ତ୍ତମାନ ଭାରତ ମଧ୍ୟ ଏହି ଦିଗରେ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛି। ନମ୍ବର 2 ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶ୍ୱବ୍ୟାପୀ ଏଆଇ ପ୍ରତିଯୋଗିତା ମାନ୍ୟତା ଅନୁଯାୟୀ ଏଆଇ ପ୍ରତିଯୋଗିତା ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ରହିଛି। ନିକଟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ କମାଣ୍ଡ ଶିଖର ସମ୍ମିଳନୀ 2024 ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଯୁକ୍ତି ବିଦ୍ୟାକୁ ସାର୍ବଜନୀନ କରିବା ଏବଂ ଏଆଇ କ୍ଷମତାର ସମାନତାପୂର୍ଣ୍ଣ ଏବଂ ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଆଲୋକପାତ କରାଯାଇଛି। ନମ୍ବର 3 ଦେଶର ପ୍ରଥମ ନବଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ ମେରଠ ନବଭାରତ କରିଡର ଲୋକାର୍ପଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେରଠରେ ନବଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ବିକଶିତ ଉତ୍ତରପ୍ରଦେଶ ଏବଂ ବିକଶିତ ଭାରତ ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନର ଗୋଟିଏ ରାପିଡ୍ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି। ନମ୍ବର 4 1 ଏପ୍ରିଲରୁ ବଦଳୁଛି 5 ବଡ଼ ନିୟମ। ଏହି କାମ ନ କଲେ କାର୍ଡରୁ କଟିଯିବ ନାମ। ଯଦି ଆପଣ ଏକ ନୂତନ ରାସନ କାର୍ଡ ବିଷୟରେ ଚିନ୍ତା କରୁଛନ୍ତି କିମ୍ବା ପୂର୍ବରୁ ଏକ ଅଛି, ତେବେ ସରକାର ଏପ୍ରିଲ 1, 2024ରୁ କିଛି କଠୋର ଏବଂ ବାଧ୍ୟତାମୂଳକ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମଗୁଡ଼ିକ ଲକ୍ଷ୍ୟ ହେଉଛି ରାସନ କାର୍ଡ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଏବଂ ପ୍ରକୃତିରେ ଅଭାବୀ ଲୋକଙ୍କ ପାଖରେ ଲାଭ ପହଞ୍ଚାଇବା। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାସନ କାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ 2024 ପାଇଁ ନୂତନ ନିୟମ ଜାରି କରିଛନ୍ତି। ନମ୍ବର 5 ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ କୋଟି ଚାଷୀ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଗତଥର 21ତମ କିସ୍ତି ସହିତ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକ୍ଷ ଲକ୍ଷ ଚାଷୀଙ୍କ କିସ୍ତି ଅଟକି ଯାଇଥିଲା। ଏଥର ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ଚାଷୀ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଉପକୃତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। 22ତମ କିସ୍ତି ପାଇଁ ଅପେକ୍ଷା କରିବା ସମୟରେ ଆସନ୍ତୁ ଜାଣିବା କେଉଁ ଚାଷୀମାନେ 2000 ଟଙ୍କା ପାଇବେ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା କେବଳ ସେହି ଚାଷୀମାନଙ୍କୁ ଲାଭ ପ୍ରଦାନ କରେ ଯେଉଁମାନଙ୍କ ପାଖରେ ଜମି ଅଛି। ଯଦି ଆପଣଙ୍କର ଜମି ନାହିଁ ଏବେ ଆପଣଙ୍କ ଅନ୍ୟ କାହାର ଜମି ଚାଷ କରନ୍ତି, ତେବେ ଆପଣଙ୍କ ଯୋଗ୍ୟ ହେବେ ନାହିଁ। ଏହାର ଅର୍ଥ ହେଉଛି ଏହି ଯୋଜନାର ଲାଭ ପାଇବା ପାଇଁ ଆପଣ ଜଣେ ଜମି ମାଲିକ ହେବା ଆବଶ୍ୟକ। ଏହି ସହିତ ଯଦି ଆପଣ ଏହି ଯୋଜନା ଅଧୀନରେ ଲାଭ ପାଉଛନ୍ତି କିମ୍ବା ଏପର୍ଯ୍ୟନ୍ତ ଇକେୱାଇସି ପୂରଣ କରିନାହାନ୍ତି, ତେବେ ଆପଣଙ୍କର କିସ୍ତି ବିଳମ୍ବିତ ହୋଇପାରେ। ଯଦି ଆପଣ 22ତମ କିସ୍ତିରୁ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଯଥାଶୀଘ୍ର ଆପଣଙ୍କର ଇକେୱାଇସି ଅପଡେଟ୍ କରନ୍ତୁ। ଆପଣ କିଷାନ ପୋର୍ଟାଲ କିମ୍ବା ପିଏମ୍ କିଷାନ ଆପ୍ ମାଧ୍ୟମରେ ଓଟିପି ଆଧାର ଇକେୱାଇସି ନିଜେ ପୂରଣ କରିପାରିବେ। ନମ୍ବର 6 ମେଟ୍ରିକ୍ ପରୀକ୍ଷାରେ 13,000ରୁ ଅଧିକ ଅନୁପସ୍ଥିତ, କପି କରି ଧରାପଡ଼ିଲେ 6। ମେଟ୍ରିକ୍ର ପ୍ରଥମ ଦିନ ଓଡ଼ିଆ ପରୀକ୍ଷାରେ 12,000ରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଗତକାଲି ଦ୍ୱିତୀୟ ଦିନ ଇଂରାଜୀ ବିଷୟରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା 13,000 ଟପିଛି। ଅନ୍ୟପକ୍ଷରେ ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଇଂରାଜୀ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରୁ 3 ଜଣ ଓ ନୂଆପଡ଼ାରୁ ଜଣେ ଏପରି ରାଜ୍ୟରେ ମୋଟ 6 ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ି ମାଲ ପ୍ରାକ୍ଟିସ୍ ଅଭିଯୋଗରେ ବୋଗ ବା ଏମ୍ପି ହୋଇଥିବା ସୂଚନା ମିଳିଛି। ନମ୍ବର 7 ଭୁବନେଶ୍ୱରକୁ ଆସୁଥିବା ଗରିବ ଲୋକମାନେ ଅଧିକ ଦାମ ଦେଇ ଖାଦ୍ୟ ଖାଇବାରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ 2025 ମସିହାରୁ ଭୁବନେଶ୍ୱରରେ ଆହାର କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ମୋଟ 27 ଟଙ୍କା ପ୍ରତି ମିଲ୍ ପିଛା ଖର୍ଚ୍ଚ ହେଉଥିବା ବେଳେ 5 ଟଙ୍କା ଲୋକଙ୍କଠାରୁ ଓ 22 ଟଙ୍କା ସରକାର ଦେଉଛନ୍ତି। ଭୁବନେଶ୍ୱର 14 କେନ୍ଦ୍ରରେ 9,650 ମିଲ୍ ଦିନବେଲା ପ୍ରଦାନ କରାଯାଉଥିବା ବେଳେ ରାତ୍ରିରେ 6 କେନ୍ଦ୍ରରେ 2,000 ଖାଦ୍ୟ ବଣ୍ଟାଯାଉଛି। ହେଲେ ବିଡ଼ମ୍ବର ବିଷୟ ଅନେକ କେନ୍ଦ୍ରରେ ଦିନ ଗୋଟାଏ ବେଳକୁ ଖାଇବା ସରିଯାଉଛି। ଆଉ କେଉଁଠି ଥରେ ଖାଇଲେ ଦ୍ୱିତୀୟ ଥର ମାଗିଲେ ଖାଇବା ମିଳୁନାହିଁ। କେନ୍ଦ୍ରକୁ ଆହାର ଆସୁଥିବା ସଂଖ୍ୟା ଓ ଲୋକଙ୍କ ଆବଶ୍ୟକତା ଭିତରେ ତାଳ ମେଲ ଖାଉନି। ଆଉ ଯଦି ସୋମବାର କି ଗୁରୁବାର ହୋଇଥାଏ, ତେବେ କଥା ସରିଲା ଦିନ 12:30 ବେଳେ ମଧ୍ୟ ଖାଇବାକୁ ମିଳୁନଥିବା ଦେଖିବାକୁ ମିଳିଛି। ନମ୍ବର 8 ନେପାଳରେ ଭୟଙ୍କର ଭୂମିକମ୍ପ, ଥରି ଉଠିଲା ଘରଦ୍ୱାର।
ରବିବାର ସକାଳେ ନେପାଳର କୋଶି ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ମନିଟରିଂ ଓ ଗବେଷଣା କେନ୍ଦ୍ର ଅନୁଯାୟୀ ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା 4.1 ଥିଲା ଏବଂ ଏହାର ସକାଳ 7:31 ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ନେପାଳ ରାଜଧାନୀ କାଠମାଣ୍ଡୁ 475 କିଲୋମିଟର ପୂର୍ବରେ ଥିବା ଶଙ୍ଖୁବାସବା ଜିଲ୍ଲାର ରିତାକ ଅଞ୍ଚଳରେ ଥିଲା। ନମ୍ବର 9 ନବଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କରି ଯାତ୍ରୀଙ୍କ ସହ ଆଲୋଚନା କଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 12:30ଟାରେ ଶତାବ୍ଦୀ ନଗର ଷ୍ଟେସନରୁ ବହୁ ପ୍ରତୀକ୍ଷିତ ନବଭାରତ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ ଏବଂ ମିରଟ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ସେବାକୁ ଉଦ୍ଘାଟନ କରିବା ସହ ନବଭାରତ ଷ୍ଟେସନରେ ବସି ମିରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ସେ ଯାତ୍ରା କରିଛନ୍ତି। ନମ୍ବର 10 ମନ୍ କି ବାତ୍ରେ ମୋଦିଙ୍କ ଟେକ୍ ସଂସ୍କୃତି ମନ୍ତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 131ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କିଭଳି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଗ୍ଲୋବାଲ ଏଆଇ ଇମ୍ପାକ୍ଟ ସମିଟ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା ଏଆଇ ଆଜି ଭାରତର ପ୍ରାଚୀନ ଐତିହ୍ୟକୁ ସଂରକ୍ଷିତ ରଖିବାରେ ଏକ ବୃହତ୍ ଭୂମିକା ଗ୍ରହଣ କରିଛି। ନମ୍ବର 11 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମିରଟରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଦଳ ଉପରେ ଶାଣିତ ଆକ୍ରମଣ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ସମୟରେ ଯୁବ କଂଗ୍ରେସ କର୍ମୀଙ୍କ ଦ୍ୱାରା କରାଯାଇଥିବା ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ ଏହାକୁ ଦେଶ ପାଇଁ ଏକ ଅପମାନ ବୋଲି ଅଭିହିତ କରିଛନ୍ତି। ନମ୍ବର 12 ବସିଲା ବିଜେପି କୋର୍ କମିଟି ବୈଠକ। ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମାର୍ଚ୍ଚ 16ରେ ରାଜ୍ୟସଭା ନିର୍ବାଚନ। ଏତେବେ ଫେବୃଆରୀ 26ରେ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟରେ ଖାଲି ହେବାକୁ ଥିବା 4ଟି ରାଜ୍ୟସଭା ଆସନରୁ ବିଜେପି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରେ ନିଶ୍ଚିତ 2ଟି ଆସନ ଜିତୁଥିବା ବେଳେ ଆଉ ଗୋଟିଏ ଆସନ ଜିତିବାର ସମ୍ଭାବନା ଅଧିକ। ତେଣୁ କେଉଁମାନଙ୍କୁ ରାଜ୍ୟସଭା ପଠାଯିବ ସେ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସି ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇଛି। ନମ୍ବର 13 ଅହମ୍ମଦାବାଦରେ ଭାରତ ଶୋଚନୀୟ ପରାଜୟ। ଧୂଳି ଚଟାଇଲା ଦକ୍ଷିଣ ଆଫ୍ରିକା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ହାଇ ଭୋଲ୍ଟେଜ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା 76 ରନରେ ଭାରତକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି। ନିଜ ମଇଦାନ ଓ ନିଜର ହଜାର ହଜାର ପ୍ରଶଂସକଙ୍କ ସମ୍ମୁଖରେ ଖେଳୁଥିଲେ ହେଁ ଭାରତୀୟ ଦଳ ଏହି ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ 187 ରନର ଏକ ବଡ଼ ସ୍କୋର ଛିଡ଼ା କରିଥିଲା ଯାହା ଭାରତୀୟ ବୋଲରଙ୍କୁ ବେଶ୍ ଅଡ଼ୁଆରେ ପକାଇଥିଲା। 188 ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନମ୍ବର 14 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କାଲିଠୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଷଷ୍ଠ ଲଘୁଚାପ ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା। କାଲିଠୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ। କାଲି ଘଡ଼ଘଡ଼ି ସହ ବର୍ଷା ନେଇ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ବଜ୍ରପାତ ସହ 30ରୁ 40 କିମି ବେଗରେ ବହିବ ପବନ। ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ସୀମାବର୍ତ୍ତୀ ଭାରତ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଫେବୃଆରୀ 23 ସୋମବାରଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ନମ୍ବର 15 ବିଶ୍ୱ ଶୁଳ୍କ ହାରକୁ 15% ବୃଦ୍ଧି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ର ଉପରେ ଲଗାଇଥିବା ବର୍ଦ୍ଧିତ ଶୁଳ୍କକୁ ଅଗ୍ରାହ୍ୟ କରିବା ସହ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାରୁ 24 ଘଣ୍ଟା ନ ପୂରୁଣୁ ଆମେରିକା ପ୍ରଶାସନ ପୁଣି ଥରେ ସମସ୍ତ ରାଷ୍ଟ୍ର ଲାଗି ଏକ ପ୍ରକାର ଟିକସ ଲାଗୁ କରିଛି। ଆମେରିକାକୁ ରପ୍ତାନି କରାଯାଉଥିବା ସାମଗ୍ରୀ ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପ ଶନିବାର 15% ଶୁଳ୍କ ଲାଗୁ କରିଥିବା ଜଣାପଡ଼ିଛି। ନମ୍ବର 16 ପୁଣି ଆଫଗାନିସ୍ତାନ ଭିତରେ ପଶି ଏୟାର ଷ୍ଟ୍ରାଇକ୍ କଲା ପାକିସ୍ତାନ ସେନା। ପାକିସ୍ତାନ ସେନା ପୁଣି ଥରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିତରେ ପଶି ଏୟାର ଷ୍ଟ୍ରାଇକ୍ କରିଛି। ଆକ୍ରମଣରେ ଆଫଗାନ
ନାଗରିକଙ୍କୁ ଟାର୍ଗେଟ୍ କରାଯାଇଛି। ପାକିସ୍ତାନ ସେନା ଏକ ବିବୃତ୍ତିରେ କହିଛି ଯେ ଆତ୍ମଘାତୀ ଆକ୍ରମଣର ଜବାବରେ ଗୋଇନ୍ଦା ସୂଚନା ଆଧାରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ପାକିସ୍ତାନ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଦାଏଶ ଖୋରାସନ ପ୍ରଦେଶର 7ଟି ଆତଙ୍କବାଦୀ ଶିବିର ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି। ନମ୍ବର 17 ଓଡ଼ିଶାର ଯୁବ ଚାଷୀ ହିରୋଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ର 131ତମ ଏପିସୋଡ଼ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ସେ ଓଡ଼ିଶାର ଜଣେ ଯୁବ ଚାଷୀ ହିରୋଦ ପଟେଲଙ୍କ କାହାଣୀ ବାଣ୍ଟିଛନ୍ତି। ହିରୋଦଙ୍କ ଚାଷ ଶୈଳୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି। ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତେଣୁ ହିରୋଦଙ୍କଠାରୁ ଚାଷ ଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି। ନମ୍ବର 18 ପୁଲିସ ମାଓବାଦୀ ମୁହାଁମୁହିଁ, ଟଳିଲେ 2 ମାଓବାଦୀ। କନ୍ଧମାଳ ଜିଲ୍ଲା ରାଇକିନା ଥାନା କରଡା ପଞ୍ଚାୟତର ନଟବାଡ଼ି ଜଙ୍ଗଲରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ 2 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ଲେଖିବା ସୁଦ୍ଧା ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି। ମାର୍ଚ୍ଚ 31 ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି ସେଥିରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି। ଏହାକୁ ନେଇ କିଛି ଦିନ ହେଲା କମ୍ପିକୁ ଜୋରଦାର କରାଯାଇଛି। ନମ୍ବର 19 ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ 5 ପୁଲିସଙ୍କ ପରିବାରଙ୍କୁ ଅନୁକମ୍ପା ରାଶି। ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ 5 ଜଣ କର୍ତ୍ତବ୍ୟର ପୁଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁଲିସ କର୍ମଚାରୀଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।